ଆଜିଠାରୁ ଶାନ୍ତି ଆଲୋଚନା। ଆମେରିକା, ଇରାନ ଓ ଇସ୍ରାଏଲ ମଧ୍ୟରେ ଶନିବାରଠାରୁ ଶାନ୍ତି ଆଲୋଚନା ଆରମ୍ଭ ହେବାକୁ ଯାଉଛି। ପାକିସ୍ତାନ ମଧ୍ୟସ୍ଥତାରେ ଇସଲାମାବାଦଠାରେ ଏହି ବୈଠକ ବସିବ। 10 ଦଫା ସମ୍ବଳିତ ଶାନ୍ତି ପ୍ରସ୍ତାବ ଆଧାରରେ 2 ସପ୍ତାହ ଲାଗି ଯୁଦ୍ଧବିରତି ଘୋଷଣା ପରେ ଏହି ବୈଠକ ଆୟୋଜନ ହୋଇଛି। ଏହି ବୈଠକରେ ଆମେରିକା ପକ୍ଷରୁ ପ୍ରତିନିଧି ଦଳ ନେତୃତ୍ୱ ନେଉଛନ୍ତି ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ। ଭାନ୍ସଙ୍କ ନେତୃତ୍ୱରେ ସକ୍ରିୟ ଟିମ୍ ଶୁକ୍ରବାର ସନ୍ଧ୍ୟାରେ ୱାସିଂଟନ ଛାଡ଼ିଛନ୍ତି। ଇସ୍ରାଏଲ ଏବଂ ଲେବାନନର ପ୍ରତିନିଧି ମଧ୍ୟ ଯୋଗ ଦେଉଛନ୍ତି। ଆମେରିକାର ସର୍ତ୍ତ, ହର୍ମୁଜ ଉପରେ ଇରାନର ସମ୍ପୂର୍ଣ୍ଣ ଆଧିପତ୍ୟ ରହିବ। କ୍ଷତିପୂରଣ ପ୍ରଦାନ, ଇରାନରେ ଗଚ୍ଛିତ ୟୁରାନିୟମର ସୁରକ୍ଷା, ପଶ୍ଚିମ ଏସିଆରୁ ଆମେରିକା ସୈନ୍ୟ ହ୍ରାସ। ଏହିପରି 10 ଦଫା ସମ୍ବଳିତ ଇରାନର ପ୍ରସ୍ତାବ ଅଛି। ଏହି ଆଲୋଚନା 15 ଦିନ ଧରି ଚାଲିବ।